जय श्री जगन्नाथ नमस्कार सकाळे खबर जेन भिजन आपण मानकु जणाऊँगी हार्दिक अभिनंदन। आसतु किछि देश विदेश किछि गुरुत्वपूर्ण घटना को नजर पकेबा पूर्व वर्तमान ओडिशा परे आज 28 तारीख शनिवार कौन रही सकाळ पाणीपागर खबर पूरा विजुअल सहित आम खबर पुरे नजर पकेबा। दर्शक बंधु आसतु देखिनवा कौन रही सकाळ पूरा खबर। दर्शक बंधु ओडिशा रे जारी रही शीत शीत सहित गरमर मध्य जारी रही। ये दृश्य आम आपण मानक पाखे रखुचु जो भली सकाळ किछि दृश्य आम आपण मानकु सामिल करिचु आपण को लाइव विजुअल माध्यम रे आमे देखौचु ओडिशार प्रत्येक जिले रे वर्तमान शीत लहरी सहित अदिनिया वर्षा एवं कुहुड़ी रे घेरिछि एवं एभली एक परिस्थिति रे वर्तमान जहाँ अपडेट खबर सामना को आसुची भारतीय पाणीपाग नहीं वर्तमान देखंतु किपरि भाव रे ओडिशार देखंतु किपरि झिपि झिपि वर्षा रे भिजुची सारा ओडिशा। आगु को आसुची बड़ लघुचाप এই লঘুচাপକୁ ନେଇ ବର୍ତ୍ତମାନ ଓଡ଼ିଶାରେ ইয়াର କେତେ ରହିବ ইয়াର ବର୍ଷାର ପରିମାଣ ଏବଂ ଭାରତରେ ইয়াର କ'ଣ ରହିବ ବର୍ଷାର ପରିମାଣ ଆକୁ ନେଇ ବର୍ତ୍ତମାନ ଚଳଚଞ୍ଚଳ ରହିଛି ପାଣିପାଗ ବିଭାଗ କହିବା ଅନୁଯାୟୀ ଓଡ଼ିଶାରେ ପାଖାପାଖି 30ଟି ଜିଲ୍ଲାରେ ବର୍ତ୍ତମାନ ତାହା 9ଟି ଏବଂ 10ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଗ୍ରୀଷ୍ମ ପ୍ରଭାବରେ ସକାଳୁ ଗରମ ମଧ୍ୟ ହେଉଛି ଏବଂ ସକାଳୁ ଗରମ ମଧ୍ୟ ହେଉଛି ଏବଂ ସନ୍ଧ୍ୟା ବେଳେ ଭୀଷଣ ଶୀତରେ ଥରୁଛି ସାରା ଓଡ଼ିଶା। ଏବଂ ସକାଳୁରେ ଆମେ କିଛି ଦୃଶ୍ୟ ଆମେ ଆପଣମାନଙ୍କ ପାଖରେ ରଖୁଛୁ ଦର୍ଶକ ବନ୍ଧୁ। ଅଦିନିଆ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସହିତ ତାପରେ ଆମେ ଦେଖିଥିଲୁ ଆପଣଙ୍କ ଅଞ୍ଚଳରେ ଯେଉଁଠି ଭଦ୍ରକ ବାଲେଶ୍ୱର କଟକ ପୁରୀ ଗଞ୍ଜାମ ଗଜପତି ରାଉରକେଲା ଢେଙ୍କାନାଳ ପାରାଦୀପ ସମ୍ବଲପୁର ବ୍ରହ୍ମପୁର ଆଉ କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ରହିଛି ତୁହାକୁ ତୁହା ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ରହିଛି। ଆଉ ଗୋଟେ କଥା କହିପାରିବା କୁହୁଡ଼ି ମଧ୍ୟ ରହିଛି। ଏହି କୁହୁଡ଼ିକୁ ନେଇ ଭାରତୀୟ ପାଣିପାଗ ତାର ପୂର୍ବ ଆରମ୍ଭ କରିଛି କ'ଣ ରହିବ ଓଡ଼ିଶାର ସ୍ଥିତି ଆକୁ ନେଇ ବର୍ତ୍ତମାନ ଅପଡେଟ୍ ଖବର ସାମ୍ନାକୁ ନେଇଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ ଆଗକୁ ଆସୁଛି ଗ୍ରୀଷ୍ମ ପ୍ରଭାବ। ଏହି ଗ୍ରୀଷ୍ମ ପ୍ରଭାବକୁ ମାର୍ଚ୍ଚ ମାସ ଆଉ ମାତ୍ର ଗୋଟିଏ ଦିନ ପରେ ଓଡ଼ିଶାରେ ମାର୍ଚ୍ଚ ମାସ ଆରମ୍ଭ ହେବ କିନ୍ତୁ 15-20 ତାରିଖ ଭିତରେ ପୁଣି ଏକ କାଳବୈଶାଖୀର ଭୟ ମଧ୍ୟ ରହିଛି। ଏହି କାଳବୈଶାଖୀକୁ ନେଇ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ କାଳବୈଶାଖୀ ବର୍ଷା ପ୍ରବଳ ବର୍ଷୀୟ ବୋଲି ଆକୁ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ଯେଉଁ ପୂର୍ବାନ କରିଛି ଓଡ଼ିଶାରେ ପାଖାପାଖି ଆହୁରି ଗୋଟେ ସପ୍ତାହ ଧରି ବର୍ତ୍ତମାନ ଝଡ଼ ତୋଫାନ ରହିବ ବୋଲି ମଧ୍ୟ ଆକଳନ କରୁଛି। କିଛି ଲାଇଭ୍ ଭିଜୁଆଲ ମାଧ୍ୟମରେ ଆମେ ଆପଣମାନଙ୍କୁ ସ୍ପଷ୍ଟ କରୁଛୁ ଦର୍ଶକ ବନ୍ଧୁ। ଦେଖନ୍ତୁ କିପରି ଭାବରେ ଓଡ଼ିଶାରେ ରହିଛି ବର୍ଷାର ସ୍ଥିତି। ମାଡ଼ି ଆସୁଛି ଭୟଙ୍କର ଘୂର୍ଣ୍ଣିଝଡ଼ ଏଗୋ ରହସ୍ୟା ଏବଂ ସବୁଠି ହାଇ ଆଲର୍ଟ ବଦଳିବ ଦେଶର ପାଗ। କିନ୍ତୁ ସାରା ଦେଶରେ ଏବେ ପାଣିପାଗର ବିଚିତ୍ର ରୂପ ଦେଖିବାକୁ ମିଳୁଛି। ଗୋଟିଏ ପଟେ ଉତ୍ତର ଭାରତରୁ ଶୀତ ବିଦାୟ ନେଉଥିବା ବେଳେ ଅନ୍ୟପଟେ ଦକ୍ଷିଣ ଭାରତରେ ବର୍ଷାର ସତର୍କ ସୂଚନା ଜାରି କରିଛି। ବିଶେଷ କରି ଭାରତ ମହାସାଗରରେ ସୃଷ୍ଟି ହେଉଥିବା ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ହୋରାସିଓ ଏବେ ପାଣିପାଗ ବିଜ୍ଞାନ ଚିନ୍ତା ବଢ଼ାଇଛି। ଭାରତ ମହାସାଗରରେ ସୃଷ୍ଟି ଏହି ଝଡ଼ ପ୍ରାୟ 260 କିଲୋମିଟର ବେଗରେ ଗତି କରୁଛି। ଯଦିଓ ଏହା ଭାରତ ସ୍ଥଳଭାଗ ଛୁଇଁବାର ସମ୍ଭାବନା କମ୍ ତଥାପି ଏହାର ପରୋକ୍ଷ ଭାବରେ ସମଗ୍ର ଉପମହାଦେଶରେ ଏକ ଅନୁଭୂତ ହେଉଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଏବଂ କେରଳରେ ପ୍ରବଳ ବର୍ଷା ସହ ପ୍ରବଳ ପବନ ସହିତ ବର୍ଷାକୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରି ଉତ୍ତର ଭାରତରେ ଗରମ ପାହାଡ଼ରେ ତୁଷାରପାତ ଦିଲ୍ଲୀ ବାବା ଏନ୍ସିଆର୍ସିରେ ତାପମାତ୍ରା ସ୍ୱାଭାବିକ ଠାରୁ 5 ଡିଗ୍ରୀ ଅଧିକ ରହିଛି। ଗୁରୁବାର ଯେଉଁଭଳି ଆଜି ଦେଖାଯାଇଛି ଗୁରୁବାର ଏବଂ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା 12.6 ଡିଗ୍ରୀ ରେକର୍ଡ ମଧ୍ୟ କରାଯାଇଛି। ତେବେ AQI ସାମାନ୍ୟ ସୁଧୁରି ଏବଂ 200 ରହିଛି। ୟୁପି ବିହାର ଦୁଇ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଏବଂ ଗରମ ରହିଛି। ଆଗାମୀ 3 ଦିନ ମଧ୍ୟରେ ତାପମାତ୍ରା 3-4 ଡିଗ୍ରୀ ବୃଦ୍ଧି ପାଇବାକୁ ନେଇ ପୂର୍ବାନ କରାଯାଇଛି। ପାହାଡ଼ିଆ ଅଞ୍ଚଳରେ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଏବେ ହିଁ ତୁଷାରପାତ ଓ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ମାର୍ଚ୍ଚ 2-4 ତାରିଖ ମଧ୍ୟରେ ଏଠାରେ ପାଗ ବଦଳିପାରେ। କେଉଁଠି ହେବ ବର୍ଷା? ପଶ୍ଚିମ ବାଧା ଏବଂ ୱେଷ୍ଟର୍ଣ୍ଣ ଯେଉଁଭଳି ରହିଛି ସମୁଦ୍ର ସ୍ପଷ୍ଟ ଲଘୁଚାପର ମିଳିତ ପ୍ରଭାବରେ ଏକ ନିମ୍ନସ୍ତରକୁ
বা ସ୍ଥାନଗୁଡ଼ିକକୁ ବର୍ଷା ହୋଇପାରେ। କିନ୍ତୁ ଆମେ ଆପଣମାନଙ୍କୁ କହି ରଖୁଛୁ ଦକ୍ଷିଣ ଭାରତ କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଓ କେରଳ ଉତ୍ତର ପୂର୍ବ ସିକିମ୍ ମେଘାଳୟ ଏବଂ ପଶ୍ଚିମବଙ୍ଗ ଏବଂ ଦ୍ୱୀପପୁଞ୍ଜ ଆଣ୍ଡାମାନ ଏବଂ ନିକୋବରରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ପଞ୍ଜାବ ହରିୟାଣା ସକାଳ ସମୟରେ କୁହୁଡ଼ି ଦେଖାଯାଉଛି ଏବଂ ଯାହା ସୁଦ୍ଧା ମାନେ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଚଣ୍ଡ ସୂର୍ଯ୍ୟକିରଣର ରହିଛି। ସେପରି ରାଜସ୍ଥାନ ଓ ମଧ୍ୟପ୍ରଦେଶର ପାଗ ଶୁଖିଲା ରହିବ। ଆଗାମୀ 3 ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଭାରତରେ ତାପମାତ୍ରା 5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇ ଶୀତ ସମ୍ପୂର୍ଣ୍ଣ ବିଦାୟ ନେବାର ସଂକେତ ରହିଛି। ଦର୍ଶକ ବନ୍ଧୁ, ଏଭଳି ଏକ ପରିସ୍ଥିତିରେ ଓଡ଼ିଶାରେ ରହିଛି କ'ଣ ସ୍ଥିତି ରହିଛି? ପାଣିପାଗ ବିଭାଗ ତରଫରୁ ଯେଉଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି, ଓଡ଼ିଶାରେ ପାଖାପାଖି ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ଯାହା ପୂର୍ବାନୁମାନ କରିଛି, ଓଡ଼ିଶାରେ ବର୍ତ୍ତମାନ ଦେଖାଯାଇଛି କୁହୁଡ଼ିର ଦୃଶ୍ୟ। ଯେଉଁ କୁହୁଡ଼ି ଆମେ ଦୃଶ୍ୟମାନ ହେଉଛି ଦର୍ଶକ ବନ୍ଧୁ, ଅନେକ ଜାଗାରେ କୁହୁଡ଼ିର ଦେଖିବାକୁ ମିଳୁଛି। କୁହୁଡ଼ି ସହିତ ହାଲକା ବର୍ଷା, ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ଦେଖାଯାଇଛି। ଏହିପରି ଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ମଧ୍ୟ କୁହୁଡ଼ି ସହିତ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ଯେଉଁ ପୂର୍ବାନୁମାନ କରିଛି ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ, କିନ୍ତୁ ଏଠି ଆକଳନ ମଧ୍ୟ କରିଛି। କିନ୍ତୁ ଯେଉଁ ଗ୍ରୀଷ୍ମ ପ୍ରଭାବକୁ ଆଖି ଆଗରେ ରଖି ଓଡ଼ିଶାରେ ବର୍ତ୍ତମାନ ତା ସ୍ଥିତି ବର୍ତ୍ତମାନ ରହିଛି ସଙ୍ଗୀନ। କିନ୍ତୁ ଏଭଳି ଏକ ପରିସ୍ଥିତିକୁ ନେଇ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ କରିଛି। ଦର୍ଶକ ବନ୍ଧୁ, ଆମେ କହି ରଖୁଛୁ ଓଡ଼ିଶାରେ ଯେଉଁଭଳି ରହିଛି ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ଆମେ କହିଦେଉଛୁ ଆଗକୁ ଆସୁଛି ହୋଲି ପର୍ବ। ଏହି ହୋଲି ପର୍ବରେ ପ୍ରବଳ ଓଡ଼ିଶାରେ ଝିପିଝିପି ବର୍ଷା ସହିତ ପବନର ବେଗ ମଧ୍ୟ ଅଧିକ ରହିବ ବୋଲି ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଛି ଓଡ଼ିଶାରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ହେବ ବୋଲି ମଧ୍ୟ ଆକଳନ କରୁଛି। କିନ୍ତୁ ଆଜି ଯେଉଁ ଦୃଶ୍ୟ ସାମ୍ନାକୁ ନେଇଛି ଦର୍ଶକ ବନ୍ଧୁ, ଆମେ ଦେଖାଉଛୁ ଆପଣଙ୍କୁ କିଛି ଦୃଶ୍ୟ ମାଧ୍ୟମରେ ଆମେ ସ୍ପଷ୍ଟ କରୁଛୁ। ଯେଉଁ ଦୃଶ୍ୟ ଆଜି ସାମାନ୍ୟ ଜିଲ୍ଲାମାନଙ୍କରେ କୁହୁଡ଼ି ଦେଖିବାକୁ ମିଳୁଛି। କୁହୁଡ଼ି ସହିତ ହାଲକାର ମଧ୍ୟମ ଧରଣର ମାନେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ହେବ ବୋଲି ମଧ୍ୟ ଆକଳନ କରିଛି। ବର୍ତ୍ତମାନ ଯାହା ଅପଡେଟ୍ ଖବର ଅଛି, ଦିଲ୍ଲୀ, ଲଦାଖ, ପଞ୍ଜାବ, ହରିୟାଣା ଏହି ସ୍ଥାନମାନଙ୍କରେ ପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ହେବ ବୋଲି ମଧ୍ୟ ଆକଳନ କରୁଛି। କିନ୍ତୁ ଆମେ କହିପାରିବା ଆଜି ଯେଉଁ ସନ୍ଧ୍ୟାର ଦୃଶ୍ୟ ମଧ୍ୟ ଥିଲା, ମେଘାଳୟ ଥିଲା ଏବଂ ଆକାଶ ମଧ୍ୟ ଥିଲା। କିନ୍ତୁ ଏଭଳି ଏକ ପରିସ୍ଥିତିରେ ସକାଳର କିଛି ଦୃଶ୍ୟ ଆମେ ସାମ୍ନାକୁ ନେଇଛୁ ଦର୍ଶକ ବନ୍ଧୁ। କିଛି ଭିଜୁଆଲ ମାଧ୍ୟମରେ ସ୍ପଷ୍ଟ ଚିତ୍ର ଆମେ ଆପଣମାନଙ୍କ ପାଖରେ ରଖୁଛୁ। ଯେଉଁ ଦୃଶ୍ୟ ହେଉଛି ବର୍ଷା, ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ରହିଛି, ତାକୁ ନେଇ ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଦକ୍ଷିଣ ଭାରତ କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା କେରଳ ଉତ୍ତର ପୂର୍ବ ସିକିମ୍ ମେଘାଳୟ ପଶ୍ଚିମବଙ୍ଗ ଦ୍ୱୀପପୁଞ୍ଜ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ବର୍ଷାର ମଧ୍ୟ ଦେଖାଯାଇଛି। ପ୍ରବଳ ମାତ୍ରାରେ ବର୍ଷା ରହିଛି। ପଞ୍ଜାବ ହରିୟାଣା ସକାଳୁ ସକାଳୁ କୁହୁଡ଼ି ମଧ୍ୟ ଦେଖାଯାଇଛି। ବର୍ତ୍ତମାନ ଓଡ଼ିଶାର ମଧ୍ୟ ସେମ୍ ଦେଖାଯାଇଛି। ଓଡ଼ିଶାରେ ପ୍ରବଳ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ସେହିପରି ରାଜସ୍ଥାନ ଏବଂ ହରିୟାଣା ଉତ୍ତର ଭାରତରେ ତାପମାତ୍ରା 5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି। ଏକୁ ଆଖି ଆଗରେ ରଖି ଭାରତୀୟ ପାଣିପାଗ ତାର ପୂର୍ବାନୁମାନ ମଧ୍ୟ କରିଛି। କିଛି ସ୍ଥାନରେ ଆମେ ପାହାଡ଼ିଆ ଅଞ୍ଚଳରେ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଏବେ ବି ତୁଷାରପାତ ଓ ବର୍ଷାର ସମ୍ଭାବନା ରହିଛି। ମାର୍ଚ୍ଚ 2 ତାରିଖ ଏବଂ 4 ତାରିଖ ବେଳକୁ ইয়ার ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ ମଧ୍ୟ କରୁଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, ଆମେ ଗୋଟିଏ କଥା କହିପାରିବା, ଓଡ଼ିଶାରେ ମଧ୍ୟ ତାର ସ୍ଥିତି ବର୍ତ୍ତମାନ ରହିଛି। ତାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ ମଧ୍ୟ କରାଯାଇଛି। ଦର୍ଶକ ବନ୍ଧୁ, କିଛି ଦୃଶ୍ୟ ମାଧ୍ୟମରେ ଆମେ ସ୍ପଷ୍ଟ ଚିତ୍ର ଯେଉଁଠି ଦେଖାଉଛୁ ଓଡ଼ିଶାରେ ବର୍ତ୍ତମାନ ରହିଛି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ରହିବ ବୋଲି ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ଯେଉଁ ଆକଳନ କରିଛି ବର୍ତ୍ତମାନ ଓଡ଼ିଶାରେ ୟାର କେତେ ସ୍ଥିତି ରହିବ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଭାରତ ମହାସାଗରରେ ଏକ ସୃଷ୍ଟି ଏକ ଘୂର୍ଣ୍ଣିଝଡ଼ ପାଖାପାଖି 260 କିଲୋମିଟର ବେଗରେ ଗତି କରୁଛି। ଯଦିଓ ଏ ଭାରତର ସ୍ଥଳଭାଗ ଛୁଇଁବାର ସମ୍ଭାବନା କମ୍, ତଥାପି ଏକ ପରୋକ୍ଷ ଭାବରେ ସମଗ୍ର ଉପମହାଦେଶରେ ଅନୁଭୂତ ହେଉଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା କେରଳରେ ପ୍ରବଳ ବର୍ଷାକୁ ନେଇ ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି। ଏହିଭଳି ଭାବରେ ଯଦି ଓଡ଼ିଶାର ବର୍ଷା ଯଦି ରୁହେ ତାହେଲେ ନିଶ୍ଚିତ ଭାବରେ ଆମେ କିଛି ଦୃଶ୍ୟ ମାଧ୍ୟମରେ ଆମେ ଦେଖାଉଛୁ ଦର୍ଶକ ବନ୍ଧୁ। ଦେଖନ୍ତୁ କେମିତି ବଙ୍ଗୋପସାଗର କଥା କୁହନ୍ତୁ, ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଏକ ଲଘୁଚାପ ଧୀରେ ଧୀରେ ଏକ ତୀବ୍ର ରୂପ ନେଉଛି। ଏହି ତୀବ୍ର ରୂପ ନେବା ଫଳରେ ଓଡ଼ିଶାର ରହିଛି ବେହାଲ ପରିସ୍ଥିତି।
আকু নেই বর্তমান পাণিপাগ বিভাগ করুছি মাড়ি আসুচি ভয়ঙ্কর ঘূর্ণিঝড় কিন্তু হোরাসিও ସବୁଠି ହାଇ ଆଲର୍ଟ ବଦଳିବ ଦେଶର ପାଗ ଏକୁ ନେଇ ବର୍ତ୍ତମାନ ଅପଡେଟ୍ ଖବର ସାମ୍ନାକୁ ନେଇଛି ଭାରତୀୟ ପାଣିପାଗ ବିଭାଗ କିନ୍ତୁ ଭାରତୀୟ ପାଣିପାଗର ଏଟା ଯାହା ଆକଳନ କରୁଛି ଏଟା ଭାରତର ଏତେ କ୍ଷତି କରିବ ନାହିଁ ବୋଧେ ତଳଭାଗ ଛୁଇଁବ ସେଟା ମଧ୍ୟ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ କିନ୍ତୁ ଭାରତୀୟ ପାଣିପାଗ ବିଭାଗ କହିଛି ଅନ୍ୟ ରାଜ୍ୟମାନଙ୍କରେ ଦିଲ୍ଲୀ ଲଦାଖ ଗୁଜରାଟ ମହାରାଷ୍ଟ୍ର ତାମିଲନାଡୁ ଏହି ସ୍ଥାନମାନଙ୍କରେ ଅତି ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ଯେଉଁ ଲଘୁଚାପ ଜନିତ ବର୍ଷା ପାଖାପାଖି ହେବ ବୋଲି ମଧ୍ୟ ଆକଳନ କରୁଛି ଓଡ଼ିଶାର ଏହି ସ୍ଥିତିକୁ ନେଇକି କିପରି ରହିବ ୟାର ସ୍ଥିତି ଓଡ଼ିଶା ତଥାପି ୟାକୁ ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ ବିଶେଷ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି